ସୃଷ୍ଟି। ଆଜକୁ ପ୍ରାୟ 5000 ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତାର ଅଧିବାସୀ ମାନେ ଦେବା ଦେବୀ ଓ ଅନେକ ସାଂକେତିକ ଚିହ୍ନକୁ ନିଜର ଅଭିଳାଷ ପୂରଣ କରିବା ନିମନ୍ତେ ପୂଜା କରୁଥିଲେ। ପରବର୍ତ୍ତୀ ସମୟରେ ସଭିଙ୍କର କ୍ରମ ବିକାଶ ହିଁ ମହାଲକ୍ଷ୍ମୀଙ୍କର ରୂପ। ଏହି ମହାଲକ୍ଷ୍ମୀର ସୃଷ୍ଟିକୁ ନେଇ ବିଭିନ୍ନ ପୁରାଣରେ ବିଭିନ୍ନ ପ୍ରକାର ବର୍ଣ୍ଣନା ରହିଛି। ଶତପଥ ବ୍ରାହ୍ମଣର ବର୍ଣ୍ଣନା ଅନୁଯାୟୀ ସୃଷ୍ଟିକର୍ତ୍ତା ବ୍ରହ୍ମା ବିଶ୍ୱ ସୃଷ୍ଟି ପରେ କ୍ଳାନ୍ତ ଅନୁଭବ କରି ବିଶ୍ରାମ ନେଇଥିବା ସମୟରେ ତାଙ୍କ ଅବଶ ଶରୀରରୁ ଶ୍ରୀଦେବୀ ଜାତ ହୋଇଥିଲେ। ପୁନଶ୍ଚ ଦେବତା ଓ ଅସୁରଙ୍କର ଯୁଦ୍ଧ ସମୟରେ ସମୁଦ୍ର ମନ୍ଥନରୁ ବରୁଣ କନ୍ୟା ମହାଲକ୍ଷ୍ମୀ ଆବିର୍ଭୂତ ହୋଇଥିଲେ ବୋଲି ମହାଭାରତ ଓ ଶ୍ରୀମଦ୍ ଭାଗବତର ଅଷ୍ଟମ ସ୍କନ୍ଧର ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେଥିପାଇଁ ସେ ସାଗରଦା, ସମୁଦ୍ର ତନୟା, ଜଳଧିଜା ନାମରେ ନାମିତ। ଜୈନ ଗ୍ରନ୍ଥ କଳ୍ପସୂତ୍ର, ବୌଦ୍ଧ ଗ୍ରନ୍ଥ ମଳିନ୍ଦ ପନ୍ଥା, ଗୁପ୍ତକାଳ ରଚିତ ବିଷ୍ଣୁ ଧର୍ମ ଉତ୍ତମ ପୁରାଣରେ ମହାଲକ୍ଷ୍ମୀ କାହାଣୀ ବହୁଳ ଭାବରେ ବର୍ଣ୍ଣିତ। ଏହି ମହାଲକ୍ଷ୍ମୀ ହେଉଛନ୍ତି ଜଗତର ପାଳନକର୍ତ୍ତା ପ୍ରଭୁ ଶ୍ରୀ ବିଷ୍ଣୁ ବା ଜଗନ୍ନାଥଙ୍କ ଧର୍ମପତ୍ନୀ। ଏତଦ୍ ବ୍ୟତୀତ ମତ୍ସ୍ୟ ପୁରାଣ, ମାର୍କଣ୍ଡ ପୁରାଣ, ନୃସିଂହ ପୁରାଣ ଓ ଅନ୍ୟାନ୍ୟ ପୁରାଣରେ ଲକ୍ଷ୍ମୀଙ୍କ ମହିମା ମଧ୍ୟ ବର୍ଣ୍ଣନା କରାଯାଇଛି। ପ୍ରାଚୀନ ତଥା ମଧ୍ୟଯୁଗ ଶାସନ ସମୟରେ ବହୁ ଯଶସ୍ୱୀ ରାଜା, ମହାରାଜା ଓ ଶାସକ ସେମାନଙ୍କ ଦ୍ୱାରା ପ୍ରଚଳିତ ବହୁ ମୁଦ୍ରାରେ ନାନା ଭାବଭଙ୍ଗୀରେ ଲକ୍ଷ୍ମୀଙ୍କର ଛବିମାନ ନିର୍ମିତ ହୋଇଅଛି। ଏତଦ୍ ବ୍ୟତୀତ ଗୁପ୍ତ ଯୁଗରେ ପ୍ରଚଳିତ ହେଉଥିବା ସ୍ୱର୍ଣ୍ଣ ମୁଦ୍ରାରେ ଶ୍ରୀଲକ୍ଷ୍ମୀ ଓ ଗଜଲକ୍ଷ୍ମୀଙ୍କର ଛବିମାନ ଦେଖିବାକୁ ମିଳିଥାଏ। ହିନ୍ଦୁ ପୁରାଣ ମାନଙ୍କରେ ମହାଲକ୍ଷ୍ମୀଙ୍କର ଉତ୍ପତ୍ତି ଓ ମହିମା ଇତ୍ୟାଦି ବର୍ଣ୍ଣନା କରାଯାଇଥିଲା ବେଳେ ମାର୍କଣ୍ଡ ପୁରାଣରେ ମଧ୍ୟ ମହାଲକ୍ଷ୍ମୀଙ୍କୁ ଦୁର୍ଗା ରୂପେ ବର୍ଣ୍ଣନା କରାଯାଇଛି। ଲକ୍ଷ୍ମୀନାରାୟଣ ପୂଜା ଆରମ୍ଭ ହେବା ପୂର୍ବରୁ ଗଜଲକ୍ଷ୍ମୀ ପୂଜା ପ୍ରଚଳିତ ହୋଇଥିବା କଥା ପ୍ରତ୍ନତାତ୍ତ୍ୱିକ ଆଲୋଚନାରୁ ଦେଖାଯାଇଥାଏ। ଓଡ଼ିଶାରେ ବୈଷ୍ଣବ ଧର୍ମ ଓ ଶ୍ରୀ ବୈଷ୍ଣବ ସମ୍ପ୍ରଦାୟର ଉତ୍ପତ୍ତି ଖ୍ରୀଷ୍ଟପୂର୍ବ 2ୟ ଶତକରେ ଦେବୀ ଲକ୍ଷ୍ମୀଙ୍କୁ ଅବଲମ୍ବନ କରି ହୋଇଥିବାର ତାମିଲ ପୁରାଣ ମାନଙ୍କୁ ମଧ୍ୟ କରାଯାଇଛି ବର୍ଣ୍ଣନା। ପୁରୀ ଗଜପତି ଚୋଡ଼ଗଙ୍ଗ ଦେବ ରାମାନୁଜଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିବା କଥା ଇତିହାସ ବର୍ଣ୍ଣିତ। ରାଜା ଚୋଡ଼ଗଙ୍ଗ ଦେବ ଗୁରୁ ରାମାନୁଜଙ୍କ ପରାମର୍ଶକୁ ଗ୍ରହଣ କରି ଶ୍ରୀମନ୍ଦିରର ବାୟୁକୋଣରେ ଲକ୍ଷ୍ମୀ ମନ୍ଦିର ନିର୍ମାଣ କରିଥିବା କଥା ଇତିହାସରେ ଉଲ୍ଲେଖ ଅଛି। ମାଦଳା ପାଞ୍ଜିର ବର୍ଣ୍ଣନା ଅନୁଯାୟୀ ଗଜପତି ମୁକୁନ୍ଦ ଦେବ ଖ୍ରୀଷ୍ଟାବ୍ଦ 1655ରୁ 1696 1656 ଲକ୍ଷ୍ମୀ ମନ୍ଦିର ଜଗମୋହନ ନିର୍ମାଣ କରିଥିବା ଜଣାଯାଏ। ଏହି ଐଶ୍ୱର୍ଯ୍ୟ ଦେବୀ ମା ଅନ୍ନପୂର୍ଣ୍ଣା ଲକ୍ଷ୍ମୀ ରୂପରେ ଜଗନ୍ନାଥ ମନ୍ଦିର ପରିସରରେ ହେଉଛନ୍ତି ପୂଜିତ। ତାଙ୍କର ଶକ୍ତି ଅକଳ୍ପନୀୟ ଏବଂ ଅବର୍ଣ୍ଣନୀୟ। ହିନ୍ଦୁମାନଙ୍କ ଦ୍ୱାରା ଓଡ଼ିଶାରେ ସ୍ନାନ ଯାତ୍ରା, ଜନ୍ମାଷ୍ଟମୀ, ନନ୍ଦୋତ୍ସବ, ଶ୍ରୀ ରାଧାଷ୍ଟମୀ, କୁମାର ପୂର୍ଣ୍ଣିମା, ଦ୍ୱିତ କ୍ରୀଡ଼ା, ଦଶହରା, ଲକ୍ଷ୍ମୀନାରାୟଣ ପୂଜା, ଲକ୍ଷ୍ମୀ ନୃସିଂହ ପୂଜା, ପୌଷ ପୂର୍ଣ୍ଣିମା, ରୁକୁଣୀ ବିବାହ ଇତ୍ୟାଦି ପର୍ବ ଦିବସ ମାନଙ୍କରେ ଭଗବାନ ବିଷ୍ଣୁଙ୍କର ଅଭିନ୍ନ ଶକ୍ତି ମା ଭଗବତୀ ଲକ୍ଷ୍ମୀଙ୍କର ପୂଜା ଅନୁଷ୍ଠିତ ହେଉଅଛି। ନୃସିଂହ ପୁରାଣ ବର୍ଣ୍ଣନା ଅନୁଯାୟୀ ଋଷି କଶ୍ୟପ ପ୍ରାଣୀ ଜଗତ ସୃଷ୍ଟି କଲା ପରେ ପ୍ରାଣୀମାନେ ଖାଦ୍ୟ ପାଇଁ ଛଟପଟ ହୋଇ ଚିତ୍କାର କଲେ। କେଉଁଠାରେ ଖାଦ୍ୟ ମିଳିଲା ନାହିଁ, ତେଣୁ ପ୍ରାଣୀ ଜଗତ ରକ୍ଷା ପାଇଁ ମା ମହାଲକ୍ଷ୍ମୀ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ଖାଦ୍ୟ ଭଣ୍ଡାରର ଦେବୀ ମା ଶ୍ରୀ ଅନ୍ନପୂର୍ଣ୍ଣା। ସେଥିପାଇଁ ମହାଲକ୍ଷ୍ମୀ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ଖାଦ୍ୟ ଭଣ୍ଡାରର ଦେବୀ ମା ଅନ୍ନପୂର୍ଣ୍ଣା। ସେଥିପାଇଁ ମା ମହାଲକ୍ଷ୍ମୀ ଶାକମ୍ଭରୀ ନାମରେ କୃଷି ଓ କୃଷକ ସହିତ ସମ୍ପର୍କିତ। ସୃଷ୍ଟିର ଆରମ୍ଭ ସମୟରେ କୌଣସି ପ୍ରକାର ଜାତିଭେଦ ନଥିଲା କିମ୍ବା କାହାକୁ ଅସ୍ପୃଶ୍ୟ ବା ଘୃଣ୍ୟ ବୋଲି ମଧ୍ୟ ବିବେଚନା କରାଯାଉନଥିଲା। ସୃଷ୍ଟି ପ୍ରାରମ୍ଭରେ ଶିବପୁତ୍ର କାର୍ତ୍ତିକେୟ ଆଦିବାସୀ କନ୍ୟା ବଲ୍ଲୀକୁ ବିବାହ କରିଥିଲେ। ନୃସିଂହ ପୁରାଣ ପ୍ରଥମ ସାଗରରେ ସୃଷ୍ଟି ରଚନା ପ୍ରଣାଳୀ ଅଧ୍ୟାୟ ଆମେ ଯଦି ଅନୁଧ୍ୟାୟ କରିବା, ଆମେ ଜାଣିବା ଯେ ବ୍ରହ୍ମର୍ଷି ବଶିଷ୍ଠ ଅମ୍ବିକା ଚଣ୍ଡାଳଙ୍କ କନ୍ୟା ଅରୁନ୍ଧତୀକୁ ବିବାହ କରିଥିଲେ। ବଶିଷ୍ଠଙ୍କ ପୁତ୍ର ଶକତି ଏକ କେଳୁଣୀ କନ୍ୟା ସହ କୌଣସି ଛୁଆ ଅଛୁଆ ଭେଦଭାବ ନ ରଖି ପ୍ରେମ ପ୍ରଣୟରେ ହୋଇଥିଲେ ଆବଦ୍ଧ। ଶକତିଙ୍କ ପ୍ରେମ ପ୍ରଣୟରୁ ଜାତ ପୁତ୍ର ବ୍ରହ୍ମର୍ଷି ପରାଶର କୈବର୍ତ୍ତ କନ୍ୟା ମତ୍ସ୍ୟଗନ୍ଧା ସତ୍ୟବତୀଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ମହର୍ଷି ବେଦବ୍ୟାସ କରିଥିଲେ ଜନ୍ମଗ୍ରହଣ।
ମାତ୍ର ପରବର୍ତ୍ତୀ ସମୟରେ ଆମ ସମାଜରେ କୁସଂସ୍କାର ବୃଦ୍ଧି ପାଇବାରେ ଲାଗିଲା। ଉଚ୍ଚ ନିଚ ଛୁଆଁ ଅଛୁଆଁ ଭେଦଭାବ ବୃଦ୍ଧି ପାଇଲା। ସବର୍ଣ୍ଣ ହରିଜନ ଏହିପରି ଜାତିଭେଦ ସୃଷ୍ଟି ହୋଇ ହରିଜନ ମାନଙ୍କୁ ଦେବାଦେବୀ ମାନଙ୍କର ମନ୍ଦିର ପ୍ରବେଶକୁ ବାରଣ କରାଗଲା। ପରାଧୀନ ଭାରତ ବର୍ଷରେ ଏହି ଅସ୍ପୃଶ୍ୟତା ବିରୁଦ୍ଧରେ ହରିଜନ ମାନଙ୍କର ମନ୍ଦିର ପ୍ରବେଶକୁ ନିମିତ୍ତ ଓ ସମାଜରୁ ଅସ୍ପୃଶ୍ୟତା ଦୂରକରଣ ପାଇଁ ମହାତ୍ମା ଗାନ୍ଧୀ, ଡକ୍ଟର ଆମ୍ବେଦକର, ପଣ୍ଡିତ ନେହେରୁ, ପଣ୍ଡିତ ମଦନ ମୋହନ ମାଲବ୍ୟ, ବିନୋବା ଭାବେ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଗୋପବନ୍ଧୁ ଦାସ, ମାଳତୀ ଚୌଧୁରୀ, ରମାଦେବୀ ଇତ୍ୟାଦି ବହୁ ଜନନାୟକ ତୀବ୍ର ସ୍ୱର ଉତ୍ତୋଳନ କରି ଅନେକାଂଶ ସଫଳ ହୋଇଛନ୍ତି। ଦେଶ ସ୍ୱାଧୀନ ହେବା ପରେ ଅସ୍ପୃଶ୍ୟତା ଦୂରୀକରଣ ନିମନ୍ତେ ସମ୍ବିଧାନ ଓ ଆମ ଆଇନରେ ମଧ୍ୟ ବହୁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଅସ୍ପୃଶ୍ୟତା ଦୂର କରିବାକୁ ନେଇ ମାନବବାଦର ପ୍ରତିଷ୍ଠା ନିମିତ୍ତ ସମଗ୍ର ଭାରତ ବର୍ଷରେ ବହୁ ପୂର୍ବରୁ ଓଡ଼ିଶାରୁ ଶୁଣାଯାଇଥିଲା ବିପ୍ଳବର ଆଦ୍ୟସ୍ୱର। ପଞ୍ଚଦଶ ଶତାବ୍ଦୀରେ ସେଥିପାଇଁ ଓଡ଼ିଆ କବି ବଳରାମ ଦାସ ରଚନା କରିଥିଲେ ମାଣବସା ଲକ୍ଷ୍ମୀ ପୁରାଣ। ଉକ୍ତ ପୁରାଣରେ ଜାତି ଧର୍ମର ଅବର୍ଣ୍ଣ ନିର୍ବିଶେଷରେ ସେ କରିଛନ୍ତି ସମାନତାର ପ୍ରଚାର। ଜାତିଭେଦ ଦୂର କରି ହରିଜନ ମାନଙ୍କୁ ସବର୍ଣ୍ଣଙ୍କ ସହିତ ସାମାଜିକ ଅଧିକାର ଦେବା ପାଇଁ ମା ଲକ୍ଷ୍ମୀ କିପରି ବିପ୍ଳବୀ ଚାହିଁଛନ୍ତି ତାହା ଏଥିରେ କରାଯାଇଛି ବର୍ଣ୍ଣନା। ଏତଦ୍ ବ୍ୟତୀତ ନାରୀ ମାନଙ୍କର ମର୍ଯ୍ୟାଦା ବୃଦ୍ଧି ସହିତ ସେମାନଙ୍କ ଶକ୍ତି ବୃଦ୍ଧି ପାଇଁ ମା ଲକ୍ଷ୍ମୀ କରିଛନ୍ତି ବିଦ୍ରୋହ। ପୁନଶ୍ଚ ମା ମହାଲକ୍ଷ୍ମୀ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରିବା ପାଇଁ ପ୍ରତ୍ୟେକ ମଣିଷଙ୍କୁ ଦେଇଛନ୍ତି ସୁପରାମର୍ଶ। ଉକ୍ତ ପୁରାଣର କାହାଣୀ ଅନୁଯାୟୀ ମା ମହାଲକ୍ଷ୍ମୀ ଶ୍ରୀ ମନ୍ଦିରରୁ ବାହାରି ଆସି ବୁଲିଛନ୍ତି ଗାଁ ଗଣ୍ଡା ନଗର। କୌଣସି ଛୁଆ ଅଛୁଆ ଭେଦଭାବ ନ ମାନି ଯେଉଁଠାରେ ପରିଷ୍କାର ପରିଚ୍ଛନ୍ନ ଦେଖିଛନ୍ତି ସେ ବ୍ରାହ୍ମଣ ହେଉ କି ଚଣ୍ଡାଳ ହେଉ ତାର ଘର ଓ ଆନନ୍ଦରେ ସେ ପଶି ଯାଇଛନ୍ତି। ମନରେ ନାହିଁ ତାଙ୍କର ତିଳେ ମାତ୍ର କାହା ପ୍ରତି ଘୃଣା ଈର୍ଷା ମନୋଭାବ। ଏହି ପୁରାଣର ବର୍ଣ୍ଣନା ଅନୁଯାୟୀ ମା ଲକ୍ଷ୍ମୀ ନଗର ବୁଲିବା ସମୟରେ ଦେଖିଲେ ଶ୍ରିୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା ଘର, ତାହାର ମହିମା ଯେ ଦେବଙ୍କୁ ଅଗୋଚର। ପ୍ରତିଦିନ ଖରକାଇ ଗୁଣ୍ଡିଚା ନଗର, ବିଷ୍ଣୁ ଭକତିରେ ସେ ଯେ ଅତି ତରତର। ଏବଂ ଏ ସମସ୍ତ ଦୃଶ୍ୟ ଦେଖି ମହାଲକ୍ଷ୍ମୀ ଶ୍ରିୟା ଚଣ୍ଡାଳୀର ଘରକୁ ଯାଇ ଅତି ଆନନ୍ଦ ମନରେ ଭୋଗ ଗ୍ରହଣ କରି ଅତିବାହିତ କରିଛନ୍ତି ଅନେକ ସମୟ। ମାତ୍ର ଶ୍ରିୟା ଚଣ୍ଡାଳୀ ଘରକୁ ମା ଲକ୍ଷ୍ମୀ ଯିବା କଥା ଜାଣିପାରି ଜ୍ୟେଷ୍ଠ ଭ୍ରାତ ବଳରାମ ଚଣ୍ଡାଳକୁ ଘୃଣା ଦୃଷ୍ଟିରେ ଦେଖି କରିଛନ୍ତି ପ୍ରତିବାଦ। ସାନ ଭାଇ ଜଗନ୍ନାଥଙ୍କ ପାଖକୁ ଯାଇ କହିଛନ୍ତି, ଦେଖ ଦେଖ କନଇରେ ତୋ ଭାରି ଯା ବିଚାର, ଉଭା ହୋଇ ଅଛଇ ଯେ ଚଣ୍ଡାଳୁଣୀ ଘର। ପୁନଶ୍ଚ ପ୍ରଭୁ ବଳରାମ ଏହି ଘଟଣାକୁ ନେଇ ଜଗନ୍ନାଥଙ୍କ ପାଖରେ ମା ଲକ୍ଷ୍ମୀଙ୍କର କାର୍ଯ୍ୟକଳାପକୁ ନେଇ ଅଭିଯୋଗ କରିଛନ୍ତି। ହାଡି ଘରେ ଥିବ ଲକ୍ଷ୍ମୀ, ଥିବ ପାଣ ଘରେ, ସ୍ନାନ ନ କରି ପଶୁଛି ଦେଉଳ ଭିତରେ। ଜ୍ୟେଷ୍ଠ ବଳରାମ ଜଗନ୍ନାଥଙ୍କୁ ଏହା କହି ବଡ ଦିନରୁ ଲକ୍ଷ୍ମୀ ଦେବଙ୍କୁ ବହିଷ୍କାର କରିବା ପାଇଁ ଦେଇଛନ୍ତି ଆଦେଶ। ପ୍ରଭୁ ଜଗନ୍ନାଥ ମନରେ ଏହି ଛୁଆ ଅଛୁଆ ଭେଦଭାବକୁ ନେଇ ଲକ୍ଷ୍ମୀ ଦେବୀଙ୍କ ପ୍ରତି ରୋଷ ନଥିଲେ ମଧ୍ୟ ସେ ଲକ୍ଷ୍ମୀ ଦେବୀଙ୍କୁ ଶ୍ରୀମନ୍ଦିରରୁ ବାହାରି ଯିବା ପାଇଁ ଦେଇଛନ୍ତି ଆଦେଶ। ପ୍ରଭୁ ଜଗନ୍ନାଥଙ୍କ କଥା ଶୁଣି ପ୍ରତିବାଦ କରି ମା ଲକ୍ଷ୍ମୀ ତାଙ୍କୁ ପଚାରିଛନ୍ତି, ତୁମେ ଦୁଇ ଭାଇ କଣ ଉଚ୍ଚ ନିଚ ଭୁଲି ଗୌଡ଼ ଗୃହରେ ବାସ କରିନଥିଲ? ତୁମେ କଣ ଗୋଲକ ଜାତିର ନିମା ସିପୁଟି ଘରେ ଅନ୍ନଭକ୍ଷଣ କରିନାହ? ତୁମେ କଣ ବିଦ୍ରୋହ ଘରେ ଭୋଜନ କରିନାହ? ତୁମେ କଣ ଜାରା ଶବର ଉଚ୍ଛିଷ୍ଟ ଫଳ ଭକ୍ଷଣ କରିନାହ? ତୁମର ତ ସେତେବେଳେ ଏପରି ଘୃଣ୍ୟ ମନୋଭାବ ନଥିଲା, କିନ୍ତୁ ଆଜି ତୁମର ପରିବର୍ତ୍ତନ କାହିଁକି? ମାତ୍ର ଲକ୍ଷ୍ମୀଙ୍କ ଏହି ସବୁ କଥାର କୌଣସି ପ୍ରକାର ପ୍ରଭାବ ଜଗନ୍ନାଥ ଉପରେ ପଡିନଥିଲା। ସେ ଜ୍ୟେଷ୍ଠ ଭ୍ରାତ ବଳରାମଙ୍କ ଆଦେଶ ପାଳନ କରି ଦେବୀ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରୁ କରିଥିଲେ ବହିଷ୍କାର। ଶ୍ରୀମନ୍ଦିରରୁ ବହିଷ୍କୃତ ହୋଇ ମା ଲକ୍ଷ୍ମୀ ନଗର ବାହାରେ ସାଗର ତଟେ ରଚନା କରିଛନ୍ତି ନିଜର ବାସସ୍ଥାନ।
କିନ୍ତୁ ସମାଜର ଅନ୍ଧବିଶ୍ୱାସ କୁସଂସ୍କାରକୁ ଲୋପ କରିବା ପାଇଁ ନିଜ ଆଦର୍ଶକୁ ହୋଇନାହାନ୍ତି ବିଚ୍ୟୁତ। ଏହି ଅହିଂସାର ପୂଜାରିଣୀଙ୍କ ମନରେ ନଥିଲା କୌଣସି ପ୍ରକାର କ୍ରୋଧ ବା ହିଂସା। ମା ଧରିତ୍ରୀ ପରି ସହି ଯାଇଛନ୍ତି ସବୁ ଭଲ ମନ୍ଦ। ସେଥିପାଇଁ ଶ୍ରୀମଦ୍ ଦେବୀ ଭାଗବତରେ 243 ମଧ୍ୟରେ ବର୍ଣ୍ଣିତ ଅଛନ୍ତି, ଜଗଧାତ୍ରୀ ସତୀ ଗୋ ଧରତ୍ରୀ ରୂପିଣୀ ସୁଧ ସତ୍ତା ସ୍ୱରୂପା ବିଷ୍ଣୁ ସ୍ୱରୂପିଣୀ ନାରାୟଣ ପରାୟଣ ଗୋସୁବାନନା ବରଦା କ୍ରୋଧ ହିଂସା ଧୀରେ ବିହୀନା। ବିପ୍ଳବୀ ମା ଲକ୍ଷ୍ମୀଙ୍କର ବୈପ୍ଳବିକ ଆହ୍ୱାନ ଦ୍ୱାରା ସମାଜରେ ହେଲା ସୃଷ୍ଟି ନବଜାଗରଣ। ଉତ୍କଳର ଘରେ ଘରେ ଆରମ୍ଭ ହେଲା ମାଣବସା ପର୍ବ। ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାରରେ ଏହି ପର୍ବ ପାଳନ କରାଯାଏ। ମୃଗଶିରା ନକ୍ଷତ୍ର ଅନୁସାରେ ମାର୍ଗଶିର ମାସର ନାମ ହୋଇଛି ନାମକରଣ। ଏହି ମାଣବସା ମଧ୍ୟ କୃଷି ଭିତ୍ତିକ ପର୍ବ। ଏହି ପର୍ବ ପାଳନ ସମୟରେ ଓଡ଼ିଶାରେ ଧାନ ଅମଳ ହୋଇଥାଏ। ମା ଲକ୍ଷ୍ମୀଙ୍କର ଏହି ପର୍ବ ପାଳନ ନିମିତ୍ତ ଗୃହିଣୀ ମନେକରି ନିଜର ଘର ଅଗଣା ଓ ଘରର ଚତୁଃପାର୍ଶ୍ୱ ଗୋବର ପାଣିରେ ଲିପା ପୋଛା କରି ପରିଷ୍କାର ପରିଚ୍ଛନ୍ନ କରିଥାନ୍ତି। ଜଳ ନୂଆ ଅରୁଆ ଚାଉଳ ବଟା ମଣ୍ଡରେ ମା ଲକ୍ଷ୍ମୀଙ୍କ ପାଦ ଚିତା ପଦ୍ମ ଫୁଲ ଓ ମୁରୁଜରେ ଅଙ୍କିତ ବିଭିନ୍ନ ଝୋଟି ଦ୍ୱାରା ଗୃହକୁ ସୌନ୍ଦର୍ଯ୍ୟମୟ କରିଥାନ୍ତି। ପୂଜା ପାଇଁ ମାଙ୍କ ପ୍ରତୀକ ସ୍ୱରୂପ ଏହି ଗୋଟେ ଖଟୁଲିକୁ ଗୃହ ମଧ୍ୟରେ କରିଯାଏ ସ୍ଥାପନ କରିଥାନ୍ତି। ବିଧି ଅନୁଯାୟୀ ଏହି ଖଟୁଲି ନିକଟରେ ବେଣୀ ପକା ଧାନ ମେଣ୍ଟା, ଧାନ ପୂର୍ଣ୍ଣ ଏକ ଗଉଣୀ ଓ ବିରି ପୂର୍ଣ୍ଣ ଏକ ଛୋଟ ମାଣ କରାଯାଏ ସ୍ଥାନିତ। ଲକ୍ଷ୍ମୀଙ୍କ ପ୍ରତୀକ ଏକ ଖଟୁଲିକୁ ଗୃହିଣୀମାନେ ନୂତନ ଛିଟକନା ଓ ସୁନାର ଅଳଙ୍କାର ପିନ୍ଧାଇ ଏକ ନବବଧୂ ରୂପେ ମଧ୍ୟ ସଜେଇ ଦେଇଥାନ୍ତି। ଏହା ପରେ ନିଷ୍ଠା ଓ ଭକ୍ତିର ସହିତ ଏହି ପୂଜା କରାଯାଇ କାକରା, ମଣ୍ଡା, ଆରିସା, ଖେଚେଡ଼ି, କ୍ଷୀରି, ଭାତ, ଦହି ପଖାଳ, ମୂଳା ଶାଗ ଓ ଚକୁଳି ଆଦି ବ୍ୟଞ୍ଜନ ମାନ କଦଳୀ ପତ୍ରରେ ବାଢି ମାଙ୍କୁ ସମର୍ପଣ କରିଥାନ୍ତି। ସ୍ୱଚ୍ଛତାର ଅଭିଯାନରେ ସଭିଙ୍କୁ ସାମିଲ କରାଯାଇଥିବା ଏହି ପର୍ବ ଖାଦ୍ୟଶସ୍ୟର ସୁରକ୍ଷା ଓ ସଞ୍ଚୟ ମଧ୍ୟ ଦେଇଥାଏ ଏକ ବାର୍ତ୍ତା। ତେଣୁ ଲକ୍ଷ୍ମୀଙ୍କର ପ୍ରସ୍ଥାନରେ ସିନ୍ ହୋଇଛନ୍ତି ଶ୍ରୀ ମନ୍ଦିର। ଚାରିଆଡେ ସୁନସାନ ଖାଁ ଖାଁ ଦୃଶ୍ୟ। ଦାରିଦ୍ର୍ୟ ଦୁର୍ଦ୍ଦଶା ଓ ଲୋକ ଉପବାସରେ ଯନ୍ତ୍ରଣାରେ ଦୁଇ ଭାଇ ଜଗନ୍ନାଥ ଓ ବଳଭଦ୍ର ହଉଛନ୍ତି ଆଉଟୁ ପାଉଟୁ। କ୍ଷୁଧା ଉପଶମ ନିମନ୍ତେ ଇତସ୍ତତଃ ସେ ଘୁରି ବୁଲିଛନ୍ତି ଖାଦ୍ୟ ପାଇଁ। ଶେଷରେ ବୁଲି ବୁଲି ଅଜାଣତରେ ଲକ୍ଷ୍ମୀ ଦେବୀଙ୍କର ବାସଗୃହରେ ଯାଇକି ପହଞ୍ଚିଛନ୍ତି। ଜାଣନ୍ତି ନାହିଁ ଗୃହ ନାୟିକାର ପରିଚୟ। ବଳଭଦ୍ରଙ୍କ କୁତ୍ସିତ ଚିନ୍ତାଧାରାରେ ଆସିଛି ବିରାଟ ପରିବର୍ତ୍ତନ। ମନରେ ନାହିଁ ପୂର୍ବର ସେହି ଉଚ୍ଚ ନିଚ ଛୁଆଁ ଅଛୁଆଁ ଭାବ। ପୁରାଣ ବର୍ଣ୍ଣନା କହେ, ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ, ଜାତି ପଛେ ଯାଉ ତାର ଘରେ ଖାଉ ଭାତ। ଯେବେ ଏହା ଘର ଭାତ ଆମ୍ଭକୁ ନ ଦେବ, ଆମ୍ଭ ଦୁଇ ଭାଇଙ୍କର ମରଣ ହୋଇବ। ଏହାପରେ ମହାଲକ୍ଷ୍ମୀ କରିଛନ୍ତି ସ୍ଵାଦିଷ୍ଟ ବ୍ୟଞ୍ଜନ। ଦୁଇ ଭାଇ ଆକଣ୍ଠ ଭୋଜନ କରି ଚିହ୍ନି ପାରିଛନ୍ତି ମା ଲକ୍ଷ୍ମୀ ଦେବୀଙ୍କୁ। ଶ୍ରୀମନ୍ଦିରକୁ ଫେରି ଆସିବା ନିମନ୍ତେ ଦୁଇ ଭାଇ ମା ଲକ୍ଷ୍ମୀଙ୍କୁ ଦେଇଛନ୍ତି ପ୍ରସ୍ତାବ। ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ମା ଲକ୍ଷ୍ମୀ ଅସ୍ପୃଶ୍ୟ ହରିଜନ ମାନଙ୍କର ମନ୍ଦିର ପ୍ରବେଶ ନିମିତ୍ତ ଉପସ୍ଥାପନ କରିଥିଲେ ନିଜର ସତ୍ତ୍ୱ। ସ୍ତ୍ରୀ ଓ ପୁରୁଷ ପରସ୍ପର ପରିପୂରକ ଏବଂ ଲକ୍ଷ୍ମୀଙ୍କ ବିନା ଜଗନ୍ନାଥ ଅସମ୍ପୂର୍ଣ୍ଣ। ସ୍ତ୍ରୀ ପୁରୁଷର ଭାବନାୟିକ ଚିନ୍ତା ନେଇକରି ଏଇ ଦୁଇ ଭାଇ ବୁଝିପାରି ଲକ୍ଷ୍ମୀଙ୍କ ପ୍ରଦତ୍ତ ସତ୍ତରେ ହୋଇଥିଲେ ଏକମତ। ଶ୍ରୀମନ୍ଦିରକୁ ଆନନ୍ଦ ମନରେ ମା ମହାଲକ୍ଷ୍ମୀ କରିଥିଲେ ପ୍ରତ୍ୟାବର୍ତ୍ତନ। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଲା ଆନନ୍ଦ ବଜାର। ସମାଜରୁ ଦୂରେଇ ଗଲା ଅସ୍ପୃଶ୍ୟତା। ଚଣ୍ଡାଳ ହାତରୁ ଆନନ୍ଦ ମନରେ ମହାପ୍ରସାଦ ଭକ୍ଷଣ କଲା ବ୍ରାହ୍ମଣ। ଦାସିଆ ବାଉରି ପଠାଇଥିବା ନଡିଆକୁ ସ୍ୱୟଂ ଜଗନ୍ନାଥ ନେଇଛନ୍ତି ହାତ ବଢାଇକିରି। ଜଗନ୍ନ ଭକ୍ତ ସାଲବେଗ ପାଇଁ ଅଟକି ଯାଇଛି ଜଗନ୍ନାଥଙ୍କ ରଥଚକ। ନାରୀ ସଶକ୍ତିକରଣ ନିମିତ୍ତ ମା ଲକ୍ଷ୍ମୀଙ୍କର ଏକ ବଳିଷ୍ଠ ପଦକ୍ଷେପ ଦ୍ୱାରା ନାରୀ ମାନଙ୍କର ସମ୍ମାନ ବୃଦ୍ଧି ହେବା ସହିତ ନାରୀମାନେ ହେଉଛନ୍ତି ଶକ୍ତିଶାଳୀ। ବିପ୍ଳବଣୀ ମହାଲକ୍ଷ୍ମୀଙ୍କର ବିଦ୍ରୋହର ସ୍ୱର ଦ୍ୱାରା ସମାଜର ଅସ୍ପୃଶ୍ୟତା ହୋଇଛି ଦୂରୀକରଣ। ଏତଦ୍ ଭିନ୍ନ ସ୍ତ୍ରୀମାନେ ପତିପ୍ରାଣ ହେବା ସହିତ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ମାଣବସା ମାଧ୍ୟମରେ
ମା ମହାଲକ୍ଷ୍ମୀ ଦେଇଛନ୍ତି ସାମାଜିକ ବାର୍ତ୍ତା। ମା ମହାଲକ୍ଷ୍ମୀ ହଉଛନ୍ତି ତୃତୀୟ ଯୁଗର ସୀତା। ସେଥିପାଇଁ ବର୍ଣ୍ଣନା ଅଛି ଯୋଧ ସ୍ତ୍ରୀ ନୀଳାଦ୍ରିବାସୀ ସ୍ୱରାମ ପୁରୁଷୋତ୍ତମ ସୀତା ସାକ୍ଷାତ ମହାଲକ୍ଷ୍ମୀ ସର୍ବକାରଣ କାରଣ। ଏହି ସୀତା ରୂପରେ ସେ ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ଲଢେଇ କରି ପ୍ରତ୍ୟେକ ନାରୀ ପ୍ରତିପ୍ରାଣ ହେବା ପାଇଁ ପରାମର୍ଶ ଦେବା ସହିତ ଜଣେ ନାରୀ କିଭଳି ଜଣେ ଉତ୍ତମ ମାତା ହୋଇପାରିବ ସ୍ୱୟଂ ତାର ସୃଷ୍ଟି କରିଛନ୍ତି ଉଦାହରଣ। ମା ଲକ୍ଷ୍ମୀ ମଧ୍ୟ ଦ୍ୱାପର ଯୁଗରେ ରାଧାଙ୍କ ପ୍ରକୃତି ଗୁଣରେ ସମ୍ଭବ। ନୀଳାଦ୍ରି ବିଳାସ କାବ୍ୟାନୁଯାୟୀ ଲକ୍ଷ୍ମୀରେ ଜାତାପି ରାଧାୟ ପ୍ରକୃତ୍ୟା ସାତୁ ଯା ଖଳୁ ଦେବୀ ऋषिस्तर्ज्य प्राप्त नित्यं चाप्यनुप्यते। ମା ମହାଲକ୍ଷ୍ମୀ ଏହି ରାଧା ରୂପରେ ସମଗ୍ର ମାନବ ସମାଜକୁ ଅପ୍ରାକୃତ ପ୍ରେମର ବଜ୍ରଇ ସମାଜକୁ ସରସ ସୁନ୍ଦର ପ୍ରେମମୟ ଓ ମଧୁମୟ କରି ଗଢ଼ିବା ପାଇଁ ଦେଇଛନ୍ତି ବାର୍ତ୍ତା। ତେଣୁ ଏହି ପବିତ୍ର ପର୍ବ ଆମ ପାଇଁ ଏକ ବିଶେଷ ଭାବରେ ଆମର ପ୍ରତ୍ୟେକ ନାରୀ ପ୍ରତ୍ୟେକ ଗୃହରେ ଏହା ହେଉଛି ବିଶ୍ୱାସ କରାଯାଉଛି, ପାଳନ କରାଯାଉଛି। ତେଣୁ ଏହି ପୂଜା ତାର କରିବା ପାଇଁ ଯୋଉ ଆମର ଅଛି କଟୁଛି ନେଟୱାର୍କ ପ୍ରୋବ୍ଲେମ ଅଛି କି? ଆଜ୍ଞା ଭଏସ ଟିକେ କଟୁଛି, ନେଟୱାର୍କ ପ୍ରୋବ୍ଲେମ ସାର୍ ଅଛି କି କଣ ଟିକେ ଦେଖିବେ। ନାଇଁ ଠିକ ଅଛି ତ, ହଉ ଶୁଭୁନି? ଶୁଭୁଛି ତ? ହଁ ହଉ ଠିକ ଅଛି, ଦଉଛି ଶୁଭୁଛି କୁହନ୍ତୁ, ଭଲ ଶୁଭୁଛି କୁହନ୍ତୁ। ଶୁଭୁଛି ଆଜ୍ଞା, ବହୁତ ଭଲ ଶୁଭୁଛି। କହୁଛି। ତେଣୁ ଏଇ ଷୋଡଶ ଆମର ପୂଜା ଯୋଉ କରିବା, ସେ ପୂଜାର ପୂର୍ବରୁ ଆମର ଯୋଉ ପାରମ୍ପରିକ ବିଧାନ ଅନୁସାରେ ଯେମିତି ଖଟୁଲି କଥା ମୁଁ କହିଥିଲି, ସେ ଖଟୁଲିର ଆଉ ଟିକେ ନୂତନ ରୂପ ହଉଛି ବିଶେଷ ଭାବରେ ତାକୁ ଆମେ ଗୋଟେ ଯୋଉ ମାଣଟା ଆମେ କରିଥିବା ଗୋଟେ ଖଟୁଲି ସ୍ଥାପନ କରିବା। ଖଟୁଲି ଭିତରେ ନୂଆ ଗୋଟେ ମାଣ ରଖିବା। ସେ ମାଣଟାରେ ଗୋଟେ ମାଟି ଲେସା ଯିବ। ମାଟି ଲେସିବା ସଙ୍ଗେ ସଙ୍ଗେ କଉଡି ମଧ୍ୟ ଖଞ୍ଜା ହବ। ତାକୁ କଉଡିଗୁଡା ଦେଖାଯିବ ଆଖି ଭଳିଆ ଦେଖାଯିବ। ତେଣୁ ତାକୁ ହଳଦୀ ପାଣିରେ ଧୋଇକିରି 3ଟା ତାକୁ ଗୁଆ ରଖାଯିବ ଏବଂ ମାଣକୁ ଧଳା ଧାନରେ ପୂର୍ଣ୍ଣ କରିବ, ଅନ୍ୟ ଧାନ କିଛି କରାଯିବ ନାହିଁ। ଧଳ ଧାନର ମେଣ୍ଟା କରିକିରି ତା ଉପରେ ସ୍ଥାପନ କରିବ, ଯାହାଦ୍ୱାରା କି ତା ତଳଟା ତଳକୁ ଲମ୍ବିବ ଆଉ ମେଣ୍ଟାଟା ଉପର ତଳକୁ ଝୁଲି ରହିବ। ଆଉ ତା ଉପରେ ଗୋଟେ ଲାଲ ରଙ୍ଗର ବସ୍ତ୍ରକୁ ଓଢଣା ପରି ଘୋଡେଇବ। ମଥାରେ ସିନ୍ଦୁର ଟୋପା ଦବ। ଆଉ ଫଳ ଯୋଉ ଅଁଳା ମାନେ ଫଳ ଲାଗିଥିବ ଅଁଳା ଫଳଟା ଦବ। କଣ୍ଟେଇ କୋଳି ମଧ୍ୟ ଦବ। ମୂଳା ଗଛ ଦବ, ଆଖୁ ଦବ, ସୋରିଷ ଫୁଲ ଦବ, ଗେଣ୍ଡୁ ଫୁଲ ଦବ। ତେଣୁ ଏ ଯେମିତି ନବବଧୂ ରୂପରେ ଆମେ ତାକୁ ସଜେଇ ପାରିବା। ତେଣୁ ଏହା ହଉଛି ମାଣବସାର ମାନେ ଗୁରୁତ୍ୱ, ମାନେ ତାର ବ୍ୟବସ୍ଥା। ଏଇଭଳିଆ ପୂଜା କରାଯିବ। ତେଣୁ ଏଇ ମାଣଟା ହଉଛି ଗୋଟେ ଶସ୍ୟ ମାପର ଏକକ। ତେଣୁ ଏଇ ମାଣ ବସାରେ ଚିତା ପକେଇବା ମଧ୍ୟ ଏକ ବିରାଟ ଏକ ଭଲ ବିଧି ରହିଛି। ୟା ପୂର୍ବରୁ ମଧ୍ୟ କିଛି କହିଛି। ସେଟା କହୁଛି କେତେ ରଙ୍ଗର ହାତୀ ରହିବେ, କେତେ ରଙ୍ଗ ହାତୀ, ମୟୂର, ଓଲଟ ଶୁଆ, ଧାନ ଶିଖା, ଏଗୁଡା ସବୁ ଚିତା ଆକାରରେ ଦେଖିକିରି ତାକୁ ଆଖି ଆମେ ଦେଖିଲେ ତ ଆଖିଟା ଯେମିତି ଲାଖି ରହିବ। ଏଗୁଡା ସ୍ତ୍ରୀ ମାନଙ୍କର ପ୍ରତ୍ୟେକ ସ୍ତ୍ରୀ ଗୋଟେ କଳାକାର ଯୋଉ ଚାତୁରୀ ସେଟା ତାଙ୍କର ପ୍ରଦର୍ଶନ କରନ୍ତି। ତେଣୁ ପ୍ରତ୍ୟେକ ନାରୀ ଆମେ କଳାକାର ହିସାବରେ ତାଙ୍କୁ ଆମେ ଗଣ୍ୟ କରିପାରିବା। ତେଣୁ ଏ ଅରୁଆ ଚାଉଳଟାରେ ବାଟିବ, ତାକୁ ପିଠଉ କରିବ। ସେଥିରେ ପାଦ ଆଉ ପଦ୍ମ ତାକୁ ମୁଖ୍ୟ ବ୍ୟବସ୍ଥା କରିବ। ଏଇ ଯୋଉ ଚିତାଟା ଦାଣ୍ଡରୁ ଘର ଆଡକୁ ଯୋଡିକିରି ଯୋଡ ପଦ ରଖିବ। ତେଣୁ ଏଟା ଟାଉନ ବା ସହର ଭିତରେ ତ ବିଶେଷ ଭାବରେ ବ୍ୟବସ୍ଥା କରାଯାଇ ପାରିବ ନାହିଁ, କିନ୍ତୁ ତାକୁ ସାଧାରଣତଃ କରାଯିବ। କିନ୍ତୁ ଆମର ମଫସଲରେ ପ୍ରତ୍ୟେକ ଘରର ମା ମାନେ ସେ ନିଶ୍ଚିତ ଭାବରେ ଏଇଗୁଡାକ ପକାନ୍ତି। ଚିତାଟା ଦାଣ୍ଡରୁ ଘର ଆଡକୁ ଯୋଡି ପଦ ରହିଥିବ। କଳସର ଚିତା ମଧ୍ୟ ଅଙ୍କନ କରିଥିବ। ତାପରେ ଗୋଟେ ଲେଖା ପଦ୍ମ ଝୋଟି ମଧ୍ୟ ତାକୁ ପଡିଥିବ। କେତୋଟି ଯୋଡି ପାଦ ପରେ ଗୋଟେ ଲେଖା ପଦ୍ମ ରହିବ। ଯୋଡି ପାଦ ହେଉଛି ଲକ୍ଷ୍ମୀଙ୍କ ଆଗମନ। ସେ ପାଦଟା ସିମ୍ବଲ ହଉଛି ଆଗମନ ପଦ। ଆଉ ପଦ୍ମ ହଉଛି ତାଙ୍କର ଅବସ୍ଥାନର ସଂକେତ।
ତେଣୁ ଗୋବର ଲିପା ମାଟି କାନ୍ଥରେ ପତଳା ପିଠଉରେ ଆଙ୍ଗୁଠି ବୁଡେଇ ଛାଟି ଛାଟିକିରି ଯେଉଁ ଚିତା ପକାଯାଏ ତାହା କଟା ଧାନ ବା ବିଡାର ରୂପ ନିଏ। କଟା ଧାନଟା ଯେମିତି ଦେଖାଯିବ ସେମିତି ତାର ବ୍ୟବସ୍ଥା ସେ କରିବେ। ତା ଉପରେ ଆଙ୍ଗୁଠିର ଟିପରେ ଥାକ ଥାକ କରିକିରି ଯୋଉ ଚିହ୍ନ ଅଙ୍କନ କରାଯାଏ ତାହା ହଉଛି କଉଡ଼ିର ପ୍ରତୀକ। ଏଟା ବିବେଚିତ ହୁଏ। ତାପରେ ଆମେ ଦେଖିବା ତାଙ୍କର ଯୋଉ ଏଇ ଯୋଉ ଭୋଗ ପିଠାଟା କରନ୍ତି ସେ କେତେ ପ୍ରକାର ଭୋଗ ପିଠା କରାଯାଏ। ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ପିଠାର ବ୍ୟବସ୍ଥା କରାଯାଇଛି। ତେଣୁ ସେଥିରେ ହଉଛି କାକରା ଅଛି, ମଣ୍ଡା ଅଛି, ଆରିସା ଅଛି, ଖେଚୁଡି ଅଛି, କ୍ଷୀରି ଅଛି, ଭାତ ଯାହା କହିଥିଲି ପୂର୍ବରୁ ତା ଭିତରେ ଆଉ କେତେଟା ଅଧିକ ଜିନିଷ ରହିଛି। ଦହି ଅଛି, ଦହି ପଖାଳ ମଧ୍ୟ ଅଛି, ମୂଳା ଶାଗ ଅଛି, ବିରି ବରା ଅଛି, ବିରି ଗୁଳି ଅଛି, ଚକୁଳି ଅଛି, ଛେନା ଅଛି, ଲଡୁ ଆଦି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯିବ। ତାପରେ ତାକୁ କଦଳୀ ପତ୍ରରେ ବାଢି ମାଙ୍କୁ ସମର୍ପଣ କରାଯିବ। ଓଡ଼ିଆଙ୍କର ଯୋଉ ଭଜା, ରାଇ, ଆମ୍ବିଳ, ସାକର, କଖାରୁ ଆଉ ମୂଳା ଶାଗ ରାଇ, ସୋରିଷ ଶାଗ ରାଇ, ଚିତଉ ପିଠା, ଅଟକାଳି, ସରପୁଳି, ଦୁଧପୁଳି, ମୁଗପୁଳି, ନଡ଼ିଆ ଚକଟା କାକରା, କର୍ପୂର ମରିଚ ଛେନା ଆଉ ନଡ଼ିଆ ବଡି ପକା ଶାଗ ଆଉ ବଡି ପକା ମହୁର, ବଡି ପକା ବେସର, ମୁଗ କାନ୍ତି ଚାଉଳ ଭଳି ରାନ୍ଧଣା ଓଡ଼ିଆ ଘର ଛଡା ଅନ୍ୟ କୋଉଠି ନାହିଁ। ଆମର ଯୋଉ ବ୍ୟବସ୍ଥା କରାଯାଇଛି ଆମେ ଅନ୍ୟ ଭାରତର ଅନ୍ୟ କୌଣସି ସ୍ଥାନରେ ମଧ୍ୟ ଏ ପ୍ରକାର ବ୍ୟବସ୍ଥା କରାଯାଇନାହିଁ। ଆଉ ବିଶେଷ ଭାବରେ ଆମର ଲକ୍ଷ୍ମୀପୁରରେ ଆମର ଯୋଉ ରହିଛି ସମାଜକୁ ଯୋଉ ଆମେ ବାର୍ତ୍ତା ଦଉଛେ ତା ପରିଷ୍କାର ପରିଚ୍ଛନ୍ନ ମଧ୍ୟ ଆହୁରି ଗୋଟେ ବଡ କଥା ରହିଛି। ତେଣୁ ପରିଷ୍କାର ପରିଚ୍ଛନ୍ନ ମୋ ଉପରେ ମଧ୍ୟ ବିଶେଷ ଭାବରେ ଆମେ ଗୁରୁତ୍ୱ ଆମର ଦବା। ସେଇ ପରିଷ୍କାର ପରିଚ୍ଛନ୍ନତା ହଉଛି ଏହା ହଉଛି ଲକ୍ଷ୍ମୀ ବ୍ରତ ପ୍ରଧାନ ବୈଶିଷ୍ଟ୍ୟ। ମାର୍ଗଶିର ମାସରେ ସହର ମାନଙ୍କରେ ସର୍ବତ୍ର ସ୍ତ୍ରୀ ମାନଙ୍କର ଭିଡରେ ଗୋଟାଏ ଚହଳ ସୃଷ୍ଟି କରିଥାଏ। ସହରରେ ନଥାଏ କୌଣସି ବେଶୀ ମାଟି ଘର, ସିମେଣ୍ଟ ଘରକୁ ଖାଲି ବୁଧବାର ଦିନ ଧୋଇବା ପୋଛିବା ହୋଇଥାଏ ତାଙ୍କ କାମ। ଗ୍ରାମ ମାନଙ୍କରେ ଗୋବରରେ ଘର ଦ୍ୱାର ଲିପି କାନ୍ଥ ପଡା ମଧ୍ୟ ଲିପା ପୋଛା କରାଯାଇଥାଏ। ତେଣୁ ଏଇ ଯୋଉ ଗୋବର ମାହାତ୍ମ୍ୟଟା କଣ? ଗୋବରଟା ଆମର କାହିଁକି ଆମେ ତ ବିଶେଷ ଭାବରେ ଗୁରୁତ୍ୱ ଆରୋପ କରୁଛେ? ଗୋବର ହଉଛି ଏକ ପୁଣ୍ୟ କର୍ମ। ଗୋବର ଲିପିବା, ଗୋବର ହଉଛି ଆମର ଶ୍ରେଷ୍ଠ ପ୍ରାଣୀ। ଗାଈର ହଉଛି ଶ୍ରେଷ୍ଠ ସମ୍ପଦ। ଗୋ ହଉଛି ଗାଈ, ବର ହଉଛି ଶ୍ରେଷ୍ଠ। ତେଣୁ ଗୋବର ହଉଛି ମାନେ ଗାଈର ଶ୍ରେଷ୍ଠ। ସେଇଟା ହଉଛି ଏକଦା ଦେବସଭା ସୁଧର୍ମାରେ ଏଇ 33 କୋଟି ଦେବାଦେବୀଙ୍କ ଉପସ୍ଥିତିରେ ଦେବତା ମାନଙ୍କ ଆଶ୍ରମ ନେଇ ଚାଲିଥିଲା ବିଚାର ବିମର୍ଶ। ଦେବରାଜ ଇନ୍ଦ୍ର ପିତାମହ ବ୍ରହ୍ମାଙ୍କୁ କରିଥିଲେ ପ୍ରଶ୍ନ, ପ୍ରଭୁ ମର୍ତ୍ତ୍ୟବାସୀ ମାନବ ସମାଜ ଦେବଭକ୍ତ, ତେଣୁ ସେମାନେ ଦେବତାଙ୍କୁ କରିଥାନ୍ତି ପୂଜା ଆରାଧନା, କିନ୍ତୁ ଏତେ ଦେବତା ଦେବୀଙ୍କୁ ସେମାନେ ସନ୍ତୁଷ୍ଟ କରିବାକୁ କରିବେ କିପରି? ତେଣୁ ଗୋଟିଏ ସ୍ଥାନ ନିର୍ଦ୍ଦିଷ୍ଟ କରନ୍ତୁ ଯେଉଁଠି ସର୍ବଦେବାଦେବୀ ରୂପ ସର୍ବଦେବୀ ପୂଜା ପାଇବେ। ବ୍ରହ୍ମା ଦେବସଭାରେ ନିର୍ଦ୍ଧାରଣ କଲେ ଯେ ଗାଈ ଦେହ ସର୍ବଦେବାଦେବୀ ରହିବେ, ଗାଈ ଦେବ ସର୍ବଦେବାଦେବୀ ରହିବେ। ଯାଙ୍କ ଜିହ୍ୱାରେ ବରୁଣ, ଗାଈର ନାସିକାରେ ବାୟୁଦେବ, ମୂତ୍ରରେ ଗଙ୍ଗା ଦେବୀ ଏବଂ ପ୍ରତ୍ୟେକ ଲୋମରେ ଜଣେ ଦେବୀ ଦେବତା ନିବାସ କରିବେ। ଗୋ ପୂଜନ କଲେ ସର୍ବଦେବ ପୂଜନ ହେବ ବୋଲି ହେଇଯିବ। ସେଦିନ ବିଶେଷ ଭାବରେ ସନ୍ଧ୍ୟା ହେଇ ସମସ୍ତେ ଆଗତ ପ୍ରାୟ। ସେଦିନ ଥିଲା ମାର୍ଗଶିର ମାସ ଗୁରୁବାର। ଲକ୍ଷ୍ମୀ ଦେବୀ ଗ୍ରାମ ପରିକ୍ରମା କରି ଘରକୁ ଫେରୁଥାନ୍ତି। ଦେବ ସମାଜ ସମସ୍ତେ ପ୍ରାୟ ସେଇ ଦେବସଭା ପ୍ରାୟ ସରିବାକୁ ଆସୁଛି। ଇନ୍ଦ୍ର ପ୍ରଶ୍ନ କଲେ ଯେ ସମସ୍ତ ଦେବାଦେବୀ ନିଜ ନିଜ ଆସନ ବାଛି ନେଲେଣି, ଏବେ ଲୋକମାତା ରହିବେ କୋଉଠି? ଦେବଶ୍ରୀ ନାରଦ ତ କଳ ପ୍ରିୟ, ସର୍ବ ସମସ୍ୟାର ସମାଧାନ ସେ ନିଶ୍ଚିତ ଭାବରେ କରିବେ ଏବଂ ତାଙ୍କର ସମାଧାନ କରିବାର ତାଙ୍କର ଦକ୍ଷତା ରହିଛି। ତେଣୁ ସେ ଯାହା କରନ୍ତି, ଯାହା କହନ୍ତି ସେ ପ୍ରାୟତଃ ସମସ୍ତଙ୍କର ମଙ୍ଗଳ ପାଇଁ କରନ୍ତି। ତେଣୁ ତାଙ୍କ ବଚନ ହୁଏ ନାହିଁ କେବେ ହେଲେ ବୃଥା। ନାରଦ ନାରଦ ବଚନ ଯାହାର ସେ ହିଁ ନାରଦ। ତେଣୁ ତାଙ୍କ କଥାଟା ଅକାଟ୍ୟ। ସେ କେବେ ହେଲେ ଯାହା କହିବେ ନିଶ୍ଚିତ ଭାବରେ ସେଟା କରାଯିବ। ସେ ଉପାୟ ଚିନ୍ତା କଲେ ଯେ କିଭଳି ଭାବରେ ଏସବୁ କଥା ଯଦି ଆସିଲେ ସମସ୍ୟା ସମାଧାନ କିପରି କରାଯିବ। ତେଣୁ ସେ କଣ କଲେ ଗାଈର ଲାଞ୍ଜକୁ
ମୋଡ଼ିଦେଲେ, ଗୋବର ବାହାରିଗଲା। ଲକ୍ଷ୍ମୀ ଠାକୁରାଣୀ ଗୋବରରେ ରହିଲେ, ତେଣୁ ଗୋବର ହେଲା ଲକ୍ଷ୍ମୀଙ୍କର ନିବାସ। ଏଇ କଥାଟା ଆମର ରହିଛି ପୁରାଣ ଅନୁସାରେ, ତେଣୁ ତାକୁ ଆମେ ଗୋବରକୁ ମଧ୍ୟ ବିଶେଷ ଭାବରେ ପବିତ୍ର ଆମେ ରକ୍ଷା କରୁଛେ ଏବଂ ପ୍ରତ୍ୟେକ ପୂଜାରେ ଆମେ ଯଜ୍ଞରେ ଗୋବରଟାକୁ ଆମେ ବ୍ୟବହାର କରୁଛେ। ତେଣୁ ଲକ୍ଷ୍ମୀ ପୂଜାରେ ଯୋଉ ଆମର ବିଶେଷ ଭାବରେ ରହିଛି ସୁଦଶା ବ୍ରତ ଗୋଟେ କରାଯାଏ। ତେଣୁ ସେ ପୁରାଣ ଶାସ୍ତ୍ର ମତରେ ମା ଲକ୍ଷ୍ମୀଙ୍କର ଏକ ଅବତାର, ଭୃଗୁ ଋଷିଙ୍କର ପତ୍ନୀ କନ୍ୟା ରୂପରେ ଶୁକ୍ଳପକ୍ଷ ଦଶମୀ ଗୁରୁବାର ଆବିର୍ଭୂତ ହୋଇ ପୃଥ୍ୱୀବାସୀଙ୍କ ପାଇଁ ସମ୍ବିଶ୍ରମ ବା ସୁଦଶା ଆଣିଦେଇଥିବାରୁ ସେଦିନ ବ୍ରତକୁ ସୁଦଶା ବ୍ରତ ମଧ୍ୟ କୁହାଯାଏ। ତେଣୁ ଶୁକ୍ଳପକ୍ଷ ଦଶମୀ ଯୁକ୍ତ ମାର୍ଗଶିର ମାସର ମାଣବସା ଗୁରୁବାର ସର୍ବଶ୍ରେଷ୍ଠ ମହତ୍ଵ ରଖିଥାଏ। ଲକ୍ଷ୍ମୀ ପୁରାଣରେ ସମାଜକୁ ବାର୍ତ୍ତା ରହିଛି ଯେ ଓଡ଼ିଆଙ୍କର ସାମାଜିକ ଚଳଣି ଅନ୍ୟଠାରୁ ଭିନ୍ନ। ପୁରୁଷ ଜୀବନରେ ନାରୀଙ୍କ ଭୂମିକା ଅବର୍ଣ୍ଣନୀୟ। ଘରଣୀ ହେଉଛି ଘରର କର୍ତ୍ରୀ। ଘରଣୀ ବିନା ଘରର ପରିକଳ୍ପନା କରାଯାଇ ନପାରେ। ମହାପ୍ରଭୁ ଜଗନ୍ନାଥ ବାର ଦ୍ୱାର ବୁଲି ଭିକିବାକୁ ବାଧ୍ୟ ହୋଇଛନ୍ତି। ଜାତି ଅଜାତି କଳା ଗୋରା ବର୍ଣ୍ଣଭେଦର ସମାନ ଆଦି ନଷ୍ଟଭ୍ରଷ୍ଟ ହେଇଛି। ଏ ବ୍ରତରେ ନାହିଁ ଜାତି ଭେଦ। ଯେଉଁଠି ନିଷ୍ଠା ତଥା ପବିତ୍ରତା ଅଛି ସେଇଠି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ପ୍ରଦାନ କରିଛନ୍ତି। ତେଣୁ ପରିଶ୍ରମ ହିଁ ଜୀବନକୁ ଯଶ, ଗୌରବ, ଧନରତ୍ନ, ଶ୍ରୀ ସମୃଦ୍ଧିରେ ମଣ୍ଡିତ କରେ। ତ ମାଣବସା ଗୁରୁବାର ହଉଛି ଗୁରୁବାର ପୁରାଣ ଯେତିକି ଚିତ୍ତାକର୍ଷକ ସେତିକି ଶିକ୍ଷଣୀୟ। ତେଣୁ ବିଶେଷ ଭାବରେ କଠୋର ଜାତିବାଦ ବିରୁଦ୍ଧରେ ଓ ଅସ୍ପୃଶ୍ୟତା ବିରୁଦ୍ଧରେ, এই କୁସଂସ୍କାର ବିରୁଦ୍ଧରେ ମାଣବସା ବ୍ରତ ଓ ଲକ୍ଷ୍ମୀ ପୁରାଣ ବୋଧ ହୁଏ ପ୍ରଥାର ପ୍ରଧାନ ଆନ୍ଦୋଳନ। ଈଶ୍ୱର ଆରାଧନା କରିବା ହେଉଛି ଯେକୌଣସି ଜାତିର ଜନ୍ମସିଦ୍ଧ ଅଧିକାର। ଶ୍ରିୟା ଚଣ୍ଡାଳୁଣୀ ତଥା କଥିତ ନିଚ କୂଳରେ ଜନ୍ମଗ୍ରହଣ କରିଥିଲେ ବି ନିଜର ଭକ୍ତି ଓ ଆରାଧନା ମାଧ୍ୟମରେ ସେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିପାରିଥିଲେ। ମା ଲକ୍ଷ୍ମୀ ଆଚାନ୍ୟ ବ୍ରାହ୍ମଣକୁ ମନ୍ଦିର ପ୍ରବେଶ ହେବାରେ ପ୍ରତିଶ୍ରୁତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ମା ଲକ୍ଷ୍ମୀ ଆଚାନ୍ୟ ବ୍ରାହ୍ମଣଙ୍କୁ ମନ୍ଦିର ପ୍ରବେଶ ପ୍ରତିଶ୍ରୁତି ପ୍ରଭୁ ଜଗନ୍ନାଥଙ୍କୁ ଅନୁମତି ଦେଇ ମନ୍ଦିରକୁ ପୁନର୍ବାର ଫେରିଥିଲେ। ଆନନ୍ଦ ମଞ୍ଜାରରେ ଚଣ୍ଡାଳ ହାତରୁ ବ୍ରାହ୍ମଣ ମହାପ୍ରସାଦ ସେବନ କରନ୍ତି। ମାର୍ଗଶିର ମାସରେ ଲକ୍ଷ୍ମୀ ପୂଜା ହଉଛି ତାର ପରମ ଏ ମାର୍ଗଶିର ଏଇ ଯୋଉ ସୁନ୍ଦର ଶବ୍ଦ ରହିଛି ଗୀତାରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମୁଁ ହେଉଛି ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମାର୍ଗଶିର। ସମଗ୍ର ଭାରତ ବର୍ଷରେ ମାର୍ଗଶିରକୁ ପବିତ୍ର ମାସ ରୂପେ ଗ୍ରହଣ କରିଥାନ୍ତି। ଓଡ଼ିଶାରେ ଏହାର ପ୍ରାଧାନ୍ୟ ସର୍ବାଧିକ। ମାର୍ଗଶିରରେ ମା ଲକ୍ଷ୍ମୀ କ୍ଷେତରୁ ଆସନ୍ତି ଚାଷୀ ଖଳାକୁ। ଗୃହ ଲକ୍ଷ୍ମୀ ମାନେ ମାଙ୍କୁ ନିଆରା ପୂଜା ବିଧିରେ ଆରାଧନା କରିବାର ପରମ୍ପରା ରହିଛି।
ତେଣୁ ଏଥିରେ ମା ଲକ୍ଷ୍ମୀଙ୍କର ସ୍ତୁତି କରାଯାଉଛି। ନମସ୍ତେ ମା ନାରାୟଣୀ ବିଷ୍ଣୁ ମନୋହାରୀ, ନମସ୍ତେ ମା ତ୍ରିଭୁବନ ଜୀବନ ଈଶ୍ୱରୀ, ବିଷ୍ଣୁଙ୍କର ଅର୍ଧ ଅଙ୍ଗ ଅଟମାଜୁ କୋତେ, ରକ୍ଷା କର ଏ ଅଧମ ସୁତେ, ଶିର ତୁମ ରକ୍ଷା କର ମା ପଦ୍ମବାସିନୀ, ମୁଖକୁ ମୋ ରକ୍ଷା କର ପୁରୁବରୁଣ ନନ୍ଦିନୀ, କଣ୍ଠକୁ ରକ୍ଷା କର ମା ଭୃଗୁ ଋଷି ସୁତା, ଗ୍ରୀବାକୁ ମୋ ରକ୍ଷା କର ଆଗ ସିନ୍ଧୁ ସୁତା, କର୍ଣ୍ଣ ନାସା ଓଷ୍ଠ ରକ୍ଷା କର ନାରାୟଣୀ, ବକ୍ଷକୁ ମୋ ରକ୍ଷା କର ଜଗତ ବାହିନୀ, ବାହାକୁ ରକ୍ଷା କର ମୋ ବିଷ୍ଣୁ ମନୋହାରୀ, ଅଙ୍ଗୁଳିକୁ ରକ୍ଷା କର ମା ତ ମହେଶ୍ୱରୀ, ଉଦରକୁ ରକ୍ଷା କର ମା ତ ଅନ୍ନପୂର୍ଣ୍ଣା, କଟି ମୋର ରକ୍ଷା କର ଶ୍ରୀହରି ଲଳନା, ଜଙ୍ଗକୁ ମୋ ରକ୍ଷା କର ଆଗ ମାତା ଶ୍ରୀ, କନ୍ଧକୁ ମୋ ରକ୍ଷା କର ଭୀଷ୍ମକ କୁମାରୀ, ଗୁହ୍ୟ ରକ୍ଷା କର ଦୁଃଖୀ ନାସିନୀ ଆବର, ଧରଣୀ ନନ୍ଦିନୀ ପାଦକୁ ରକ୍ଷା କର, ସବୁ ଅଙ୍ଗକୁ ମୋ ରକ୍ଷା କର କମଳିନୀ, ଏହିପରି ଇନ୍ଦ୍ରଦେବ କରିଲା ଦୟିନୀ। ତେଣୁ ଆମେ କୌଣସି ମତେ ମାଙ୍କର ପୂଜା ପାଇଁ ସଦା ସର୍ବଦା ଆମେ ମା ମାନଙ୍କର ସ୍ତ୍ରୀ ମାନଙ୍କର ବଡ କାମ। ତେଣୁ ସେଇ ଅବସ୍ଥା ଭିତରେ ଆମକୁ କିପରି ଆମ ନିଜର ସ୍ଥିତିକୁ, ନିଜର ସମ୍ମାନକୁ, ନିଜର ସଂସ୍କୃତିକୁ ବଜାୟ ରଖିବା ବର୍ତ୍ତମାନ ହଉଛି ତାର ପରମ କର୍ତ୍ତବ୍ୟ। ତେଣୁ ମାଣବସାର ଅନ୍ୟ ଏକ ଓଷା କଥା ଅନୁସାରେ ଆଚାର୍ଯ୍ୟ ସାଧବାଣୀ ଲକ୍ଷ୍ମୀଙ୍କ ପରାମର୍ଶକୁ ଅବମାନନା କରିବାରୁ ଅତ୍ୟନ୍ତ ଦରିଦ୍ର ଭାବେ କାଳତିପାତ କରୁଥିଲେ। ତାଙ୍କର ଗୋଟେ ଜଣେ ଗୋଟେ କନ୍ୟା ଶ୍ୟାମାଦେବୀ ଦେବୀଙ୍କ ପରାମର୍ଶ ଗ୍ରହଣ କରି ମହାଲକ୍ଷ୍ମୀଙ୍କ ଉପାସନା କରି ମହାରାଣୀ ଭାବରେ କାଳତିପାତ କରିବାକୁ ଲାଗିଥିଲେ। ପରେ ଶ୍ୟାମାଦେବୀଙ୍କ ପରାମର୍ଶରେ ସାଧବାଣୀ ଲକ୍ଷ୍ମୀଙ୍କ ଶରଣକୁ ପଶି ପୂର୍ବାବସ୍ଥାରେ ଲାଭ କରିଥିଲେ। ତେଣୁ ଦେବୀ ସମୃଦ୍ଧି କାରିଣୀ ଦୟାମୟୀ ସଂସାର ଦୁଃଖ ଲାଭ କାରିଣୀ ଭକ୍ତି ପ୍ରଦାୟିନୀ ମା ପ୍ରଣତି। ତେଣୁ ଏଇଠୁ ରହିଛି ଯେ ମାଣବସା ଗୁରୁବାରରେ ଯୋଉ ଦାନ ମାଣିକା ମଧ୍ୟ ଓଷା କରାଯାଏ। ଏ ଦେବୀ ଧନମାଲିକଙ୍କର ପ୍ରତୀକ ସ୍ୱରୂପ ମାଣପୂର୍ଣ୍ଣ ଧାନକୁ ମଧ୍ୟ ସ୍ଥାପିତ କରିବେ। ତେଣୁ ମାଣପୂର୍ଣ୍ଣ ଧାନ ଶସ୍ୟକୁ ଲକ୍ଷ୍ମୀ ଭାବେ ଗ୍ରହଣ କରି ଉପାସନା କରି ଲକ୍ଷ୍ମୀଙ୍କ ପ୍ରତି ଭାବେ ଉପାସନା କରାଯାଉଛି। ଓଡ଼ିଶାର ରାଷ୍ଟ୍ର ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେ ହେଉଛନ୍ତି ପତ୍ନୀ। ତେଣୁ ଶ୍ରୀମନ୍ଦିରରୁ ଜାତିଭେଦ ଉଚ୍ଛେଦ କରିବା ପାଇଁ ସେ ମଧ୍ୟ ଶ୍ରେଷ୍ଠ ନିଷ୍ପତ୍ତି କରିଥିଲେ। ମାର୍ଗଶିର ମାସ ଶେଷ ଗୁରୁବାର ବା ଗୁରୁବାର ମାଣବସା ଲକ୍ଷ୍ମୀ ପୁରାଣ ଯାହା ଦେବୀଙ୍କ ବଳରାମଙ୍କ ଦେବୀ ଲେଖା ହେଇଛି। ତେଣୁ ଶ୍ୟାମାଦେବୀଙ୍କର ଧାନ ଶିରା ପୂଜାର ଉପାଖ୍ୟାନ ଉଭୟଙ୍କୁ ଆଲୋଚନା କରିବା ପରେ ସବୁ ଆଣିବା ଆମେ ବିହିତ ହବ। ମାର୍ଗଶିର ମାସ ପ୍ରଥମାଷ୍ଟମୀ ପରର ଗୁରୁବାର ମାନଙ୍କରେ ମାଣବସା ଲକ୍ଷ୍ମୀ ବ୍ରତ ପାଳନ କରିବା ପାଇଁ ବିଧି। ତେଣୁ ଗୁରୁବାର ହିଁ ଦେବୀଙ୍କ ଜନ୍ମତିଥି। ସେହି ବାର ପ୍ରାତଃ ଘର ଦ୍ୱାର ପରିଷ୍କାର ପରିଚ୍ଛନ୍ନ କରି ଗୃହିଣୀ ଘରେ ଚିତା ଲାଗି କରେ। ଗୃହର ମଝି ବଖରାରେ ପରିଷ୍କାର ପୂର୍ବକ ଚିତା ମଧ୍ୟ ଖଟୁଲିରେ ମାଣ ରଖିପାରିବ। ଏଥିରେ ଧୂପ ଦୀପ ଚନ୍ଦନ ଷୋଡ଼ଶ ପୂଜା ଉପକାର କରିବ। ସକାଳ ପରେ ମଧ୍ୟାହ୍ନରେ ସାୟଂରେ 3 ଥର ଭୋଗ ଲାଗିବ କରିବ। ଓଷା ଯୋଉ ବହି ଅଛି ମୁଁ ତାକୁ ମଧ୍ୟ ପାଠ କରିବ। ଆଉ ଭୂମିଷ୍ଠ ସୁମିଷ୍ଟ ପିଷ୍ଟକ ବ୍ୟଞ୍ଜନ କରି କ୍ଷୀରି ଆଦି ତାକୁ ମଧ୍ୟ ପୂଜା କରିବ। ପୂଜା ପରେ ପ୍ରସାଦ ଲାଗିବ। ବିତରଣ ପରେ ଘର ମହକି ଉଠେ ଏବଂ ଏହା ଗ୍ରହଣ କରି ଦେବୀ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି। ଗୃହ ଲକ୍ଷ୍ମୀଙ୍କୁ ଦାନ ସମ୍ପଦ ଲାଗି ମଧ୍ୟ ଆଶୀର୍ବାଦ କରିଥାନ୍ତି। ପୁରାଣ ମଧ୍ୟରେ ଲକ୍ଷ୍ମୀଙ୍କ ସ୍ୱାମୀମାନ ମଧ୍ୟ ଗୃହୀତ ହେଇଛି। ଧନ ସମସ୍ତଙ୍କ ହସ୍ତକୁ ଯିବ, ନଚେତ ସୃଷ୍ଟି ପ୍ରକ୍ରିୟା ବନ୍ଦ ହୋଇଯିବ। ଧନ ବା ଲକ୍ଷ୍ମୀ ଜାତି ବର୍ଣ୍ଣ ନାହିଁ, ସେ ସମସ୍ତଙ୍କର। ବଡ଼ ଭାଇ ବଳରାମଙ୍କ କ୍ରୋଧ ଶ୍ରୀୟା ଚଣ୍ଡଳୀଙ୍କ ପାଖକୁ ଘରକୁ ଯିବା, ଏଥିଲାଗି ସେ ଯୋଉ ବ୍ୟବସ୍ଥା କରିଛନ୍ତି ତାକୁ ମଧ୍ୟ ସେଥିରେ ଆମକୁ କରିବାକୁ ପଡିବ। ତେଣୁ ମାଣବସାର ଓଷା କଥା ଅନୁସାରେ ଆଚାରହୀନ ସାଧାବାଣୀ ଲକ୍ଷ୍ମୀଙ୍କ ପରାମର୍ଶକୁ ଅବମାନ କରିବା ପାଇଁ ଅତ୍ୟନ୍ତ ଦରିଦ୍ରତା ମଧ୍ୟ କାଳତିପାତ କରୁଥିଲେ। ତେଣୁ ଏ ବିଷୟ ଭିତରେ ଆମେ ପଦ୍ମମୁଖୀ ଲକ୍ଷ୍ମୀଙ୍କର କଥା ମଧ୍ୟ ଆମେ ତାକୁ ଆଲୋଚନାକୁ ନେବା। ତେଣୁ ଏ ବିଷୟ ଭିତରେ ରହିଛି ବାଲ୍ମୀକି ରାମାୟଣରେ ପ୍ରାପ୍ତ
ଲକ୍ଷ୍ମୀଙ୍କ ସ୍ୱରୂପ ବର୍ଣ୍ଣନରେ ତାଙ୍କୁ ଶୁଭ୍ର ବସ୍ତ୍ର ଧାରିଣୀ, ତରୁଣୀ, ମୁକୁଟ ଧାରିଣୀ, କୁଞ୍ଚିତ କେଶା, ଚତୁରହସ୍ତା, ସୁବର୍ଣ୍ଣ ଆଦି କାନ୍ତି, ମଣି ମୁକ୍ତାଦି ଭୂଷିତ ରୂପେ କରାଯାଇଛି। ଲକ୍ଷ୍ମୀଙ୍କ ବର୍ଣ୍ଣନା ବିଭିନ୍ନ ପୁରାଣରେ ମଧ୍ୟ ମିଳିଥାଏ। ଲକ୍ଷ୍ମୀଙ୍କ ରୂପ ବର୍ଣ୍ଣନାରେ ପଦ୍ମର ସ୍ଥାନ ସର୍ବତ୍ର। ଲକ୍ଷ୍ମୀ ପଦ୍ମାଳୟା, ପଦ୍ମା, କମଳା, ଶ୍ରୀହରିପ୍ରିୟା ସେ ପଦ୍ମ। ତାଙ୍କ ବିଷ୍ଣୁ ପୁରାଣରେ ବର୍ଣ୍ଣିତ ହୋଇଛି ଲକ୍ଷ୍ମୀ କମଳାସନା, କମଳ ହସ୍ତା ଏବଂ କମଳ ମାଳ ଧାରଣ କରିଥାନ୍ତି। ଐରାବତ ହସ୍ତି ଦ୍ୱାରା ସୁବର୍ଣ୍ଣ ପାତ୍ରରେ ମଧ୍ୟ ଆନିତ ତୀର୍ଥ ଜଳରେ ସେ ସ୍ନାନ କରନ୍ତି। ସେ ଲେଖିଛନ୍ତି ଲକ୍ଷ୍ମୀ କ୍ଷୀରସାଗରରେ ପତି ଶ୍ରୀହରି ବିଷ୍ଣୁଙ୍କ ସହ ରହି ସର୍ବୋପରି ସାହିତ୍ୟ ବିଷ୍ଣୁଙ୍କ ପଦ ସଞ୍ଚାଳନ କରନ୍ତି। ନିଜର ଅନ୍ୟ ଅବତାରରେ ସେ ରାଧା ରୂପରେ ନିତ୍ୟ ଗୋଲକ ଧାମରେ ଓ ସୀତା ରୂପରେ ନିତ୍ୟ ସାକ୍ଷାତ ସ୍ଥାନ ରହିଛନ୍ତି। ମହାଭାରତରେ ବିଷ୍ଣୁ ପତ୍ନୀ ଲକ୍ଷ୍ମୀ ଏବଂ ରାଜ୍ୟଲକ୍ଷ୍ମୀ ଏହିପରି ଦୁଇ ପ୍ରକାର କୁହାଯାଇଛି। ଲକ୍ଷ୍ମୀଙ୍କ ଯୋଉ 10 ଅବତାର କଥା କୁହାଯାଇଛି ସେ ମଧ୍ୟରେ କେତେ ଗୁଡ଼ିଏ ପ୍ରମୁଖ, ଯଥା ବାମନାବତାରରେ କମଳୋଦ୍ଭବ, ଲକ୍ଷ୍ମୀ ପରଶୁରାମ ଅବତାରରେ ଭୂମି, ରାମାବତାରରେ ସୀତା, କୃଷ୍ଣାବତାରରେ ରୁକ୍ମିଣୀ, ବ୍ରହ୍ମବୈବର୍ତ ପୁରାଣରେ ଲକ୍ଷ୍ମୀଙ୍କ ବିଭିନ୍ନ ଅବତାର କଥା କୁହାଯାଇଛି। ବୈକୁଣ୍ଠରେ ମହାଲକ୍ଷ୍ମୀ, ସ୍ୱର୍ଗରେ ସ୍ୱର୍ଗଲକ୍ଷ୍ମୀ, ନିତ୍ୟ ଗୋଲୋକରେ ରାଧା, ପାତାଳ ଭୂଲୋକରେ ରାଜଲକ୍ଷ୍ମୀ, ଗୃହରେ ଗୃହଲକ୍ଷ୍ମୀ, ଗୋଲୋକରେ ସୁରଭି, ଯଜ୍ଞରେ ଦକ୍ଷିଣା ବସ୍ତୁ, ମାତ୍ରରେ ଶୋଭା। ସ୍କନ୍ଦ ପୁରାଣ ଅନୁଯାୟୀ ଭୃଗୁ ଋଷିଙ୍କ ଅଭିଶାପ କାରଣରୁ ତାଙ୍କୁ ହାତୀ ମୁଣ୍ଡ ପ୍ରାପ୍ତ ହୋଇଥିଲା, ଯାହାକୁ କାଟି ବ୍ରହ୍ମା ତାଙ୍କୁ ମହାଲକ୍ଷ୍ମୀ ନାମ ଦେଇଥିଲେ। ତାପରେ ପଦ୍ମ ପୁରାଣରେ ଗୋକୁଳର ବୃଷଭାନ କନ୍ୟା ରାଧାଙ୍କୁ ଲକ୍ଷ୍ମୀଙ୍କ ଅବତାର କୁହାଯାଇଛି। ତେଣୁ ଶ୍ରୀସୂକ୍ତ ଏବଂ ବିଷ୍ଣୁ ପୁରାଣ ମଧ୍ୟ ଇନ୍ଦ୍ରକୃତ ଲକ୍ଷ୍ମୀ ସ୍ତୋତ୍ର। ପଦ୍ମାଳୟାଂ ପଦ୍ମଙ୍କରାଂ ପଦ୍ମପତ୍ର ରେଖଣାଂ ବନ୍ଦେ ପଦ୍ମମୁଖାଂ ଦେବୀ ପଦ୍ମନାଭ ପ୍ରିୟାଂ ମହଂ ତୁମ୍ ସିଦ୍ଧିସ୍ତୁମ୍ ସୁଧା ସ୍ୱଦା ସ୍ୱାହା ସୁଧା ତୁମ୍ ଲୋକପାବନି ସନ୍ଧ୍ୟା ରାତ୍ରି ପ୍ରଭାଭୂତିର୍ମେଧା ସଦା ସରସ୍ୱତୀ ଯଜ୍ଞା ବିଦ୍ୟା ମହାବିଦ୍ୟା ଗୁହ୍ୟ ବିଦ୍ୟା ଶଶୋଭନେ ଆତ୍ମବିଦ୍ୟା च ଦେବୀ ତୁମ୍ ବିମୁକ୍ତି ଫଳଦାୟିନୀ। ନାରାୟଣ ହେଉଛନ୍ତି ଲକ୍ଷ୍ୟ। ଲକ୍ଷ୍ମୀ ନାରାୟଣଙ୍କ ପର୍ଯ୍ୟନ୍ତ ପହଞ୍ଚିବାର ସାଧନା। ଶାସ୍ତ୍ରରେ ଅଛି ଅଷ୍ଟଲକ୍ଷ୍ମୀଙ୍କ କଥା। ଏ ହଉଛି ପ୍ରଥମ ହଉଛନ୍ତି ଆଦିଲକ୍ଷ୍ମୀ। ଆମ ଭିତରୁ ପ୍ରାୟ ଅନେକ ହଉଛନ୍ତି ଏହା ପୂର୍ବରୁ ଆମେ କେଉଁଠି ଥିଲେ, ଆମର ମୂଳ ସ୍ତୋତ୍ର କ'ଣ, ମୂଳ କ'ଣ, ନିଜ ନିଜର ମୂଳ ସ୍ତୋତ୍ର ଜ୍ଞାନ ହିଁ ହେଉଛନ୍ତି ଆଦିଲକ୍ଷ୍ମୀ। ନିଜ ନିଜର ସ୍ରୋତର ସନ୍ଧାନ ସ୍ରୋତର ଜ୍ଞାନ ଆଦିଲକ୍ଷ୍ମୀ। ଆଦିଲକ୍ଷ୍ମୀ ଏବଂ ଭୂତ ଆତ୍ମଜ୍ଞାନୀ। ଦ୍ୱିତୀୟ ଲକ୍ଷ୍ମୀ ହେଉଛନ୍ତି ଧନଲକ୍ଷ୍ମୀ। ଜୋର ଜବରଦସ୍ତିରେ ଧନଲକ୍ଷ୍ମୀ ମିଳନ୍ତି ନାହିଁ, ମିଳିଲେ ମଧ୍ୟ ଆନନ୍ଦ ଦିଅନ୍ତି ନାହିଁ, ଦୁଃଖ ହିଁ ଦେଇଥାନ୍ତି। ଧନ ହେଉଛନ୍ତି ଲକ୍ଷ୍ମୀ, କିନ୍ତୁ ଜୀବନର ଲକ୍ଷ୍ୟ ନୁହେଁ। ନର ସମ୍ମାନ କର, ସଦୁପଯୋଗ କର, ଏବଂ ଯେତେବେଳେ ଧନ ହୋଇଯିବ ଲକ୍ଷ୍ମୀ ଧନଲକ୍ଷ୍ମୀ ଧନଲକ୍ଷ୍ମୀ ହିଁ ଚଞ୍ଚଳା, ଯିବ ଆସିବ, ସ୍ଥିର ରହିଗଲେ ତାର ମୂଲ୍ୟ କିଛି ରହେ ନାହିଁ। ତୃତୀୟ ଲକ୍ଷ୍ମୀ ହେଲେ ବିଦ୍ୟାଲକ୍ଷ୍ମୀ। ବିଦ୍ୟାର ଦୁରୁପଯୋଗ କଲେ ତାହା ଲକ୍ଷ୍ମୀ ହୋଇନଥାଏ। କେବଳ ପଢ଼ିବା ହିଁ ଲକ୍ଷ୍ୟ ହୋଇପାରେ, ସେ ବିଦ୍ୟା ଲକ୍ଷ୍ମୀ ହୁଏ ନାହିଁ। ବିଦ୍ୟାର ଉପଯୋଗ କଲେ ହିଁ ତାହା ଲକ୍ଷ୍ମୀ, ବିଦ୍ୟାଲକ୍ଷ୍ମୀ। ଚତୁର୍ଥ ହେଉଛନ୍ତି ଧାନ୍ୟ ଲକ୍ଷ୍ମୀ। ଧାନ୍ୟ ଲକ୍ଷ୍ମୀ ବିନା ଜୀବନର ଅସମ୍ଭବ। ଅନ୍ନତ ବ୍ରହ୍ମ ଧାନ୍ୟ ଲକ୍ଷ୍ମୀ। ତେଣୁ ଓଡ଼ିଆ ଘରେ ମହାଲକ୍ଷ୍ମୀ ପର୍ବ ଲକ୍ଷ୍ମୀ ପୂଜାରେ ମାଣରେ ଅଡ଼ା ଗଉଣୀରେ ଧାନ ରଖି ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ପୂଜା କରାଯାଏ।
ଖଳାରେ ଧାନ ଗଦାକୁ ପୂଜା କରାଯାଏ। ଅନ୍ନ ବିହୁନେ ହଂସ ହାନି ପ୍ରାଣ ଘେନିବୁ କାହା ଘେନି। ଏ ହଉଛି ଆମର ପ୍ରବାହ ରହିଛି ବୋଲି କଥା। ଅନ୍ନ ପାଇଁ ତ ସଂସାରରେ ଏତେ ନାଟ, ତେଣୁ ଏତେ କଷ୍ଟ, ଏତେ ଶ୍ରମ, ଅନ୍ନକୁ ସମ୍ମାନ କରିବା ଆମ ସଂସ୍କୃତି। ବ୍ରାହ୍ମଣ ମାନେ ଚଳୁ କରି ଭୋଜନ କରନ୍ତି। ବ୍ରହ୍ମ ଭୂପତି ଭୁବନ ଭୁବନପତି ଭୂତନାପତିଙ୍କୁ ସମର୍ପଣ କରି ଭୋଜନ କରନ୍ତି। ବ୍ରାହ୍ମଣତର ଜାତି ଅନ୍ନ ମୁଠାଏ ମୁଣ୍ଡରେ ଲଗାଇ ଭୋଜନ କରନ୍ତି। ଭୋଜନର ସମ୍ମାନ ହିଁ ଧନ୍ୟ ଧାନ୍ୟ ଲକ୍ଷ୍ମୀଙ୍କ ପୂଜା ଆରାଧନା। ପଞ୍ଚମ ହେଉଛନ୍ତି ଧୈର୍ଯ୍ୟ ଲକ୍ଷ୍ମୀ। ଧୈର୍ଯ୍ୟ ଏକ ଲକ୍ଷ୍ମୀ, ସାହସ ଏକ ଧନ। ଆମ ଅଜନାରେ ମଧ୍ୟ ଆମ ଭିତରେ ଏକ ଶକ୍ତି ଅଛି, ଦିବ୍ୟ ଶକ୍ତି ଅଛି। ଏହି ଶକ୍ତି ଧୈର୍ଯ୍ୟ ଲକ୍ଷ୍ମୀ ଥିବାରୁ ହିଁ ଜୀବନରେ ପ୍ରଗତି ଆସି ଆଣିଥାଏ। ବ୍ୟବସାୟରେ ହଉ ବା ଚାକିରିରେ ହେଉ ଧୈର୍ଯ୍ୟ ଲକ୍ଷ୍ମୀଙ୍କ ଆବଶ୍ୟକତା ରହିଛି। ଷଷ୍ଠରେ ସନ୍ତାନ ଲକ୍ଷ୍ମୀ। ଶିଶୁ ତ ପ୍ରେମର ପୁଞ୍ଜି, ଭଗବତ ସ୍ୱରୂପ ବାଳକ ନାରାୟଣ, ବାଳିକା ନାରାୟଣୀ ଲକ୍ଷ୍ମୀ। ଏ ଲକ୍ଷ୍ମୀ ନାରାୟଣଙ୍କ ଯୋଗୁଁ ତ ଗୃହାଙ୍ଗନ ସେ ଶ୍ରୀମନ୍ଦିର। ବୃଦ୍ଧାବସ୍ଥା ଉପଗତ ମହାରାଜ ଦଶରଥ ନିଃସନ୍ତାନ। ଏହି ସନ୍ତାନ ଲକ୍ଷ୍ମୀ ପ୍ରାପ୍ତି ପାଇଁ ଗୁରୁଦେବ ବଶିଷ୍ଠ ମହର୍ଷିଙ୍କ ପାଖରେ କହିଥିଲେ, ହେ ଗୁରୁଦେବ, ମୋର ଏତେ ବଡ଼ ରାଜନବ ଶଙ୍ଖ ମଲମଲ ପଥରରେ କାନ୍ଥ ଆଉ ଚଟାଣ, କିନ୍ତୁ ଚଟାଣରେ ଚଲାବୁଲା କରିବା ପାଇଁ, କାନ୍ଥରେ ହାତ ରଖି ଚାଲିବା ପାଇଁ କେହି ନାହାନ୍ତି। ନାନାବିଧ ସୁଖ ଭୋଗେ ଦଶରଥ ରାଜା ପୁତ୍ର ସମାନ ଆଳରେ ଆନନ୍ଦେ ପାଳନ୍ତି ପରଜା। ଏହି ରୂପେ ବହୁ କାଳ କରିଲେ ଯାପନ, ପୁତ୍ର ନହିବାରୁ ହେଲେ ବିଚଳିତ ମନ। ଦିନେ ଚିନ୍ତାଯୁକ୍ତ ହୋଇ ବଶିଷ୍ଠ ଶ୍ରାମକୁ ଯାଇ ଗୁରୁପାଦ ପଦ୍ମେ କରି ନନ୍ଦନ ବନ୍ଦନକୁ ନିଜ ଦୁଃଖ ସୁଖ ସବୁ ତାଙ୍କୁ ଜଣାଇଲେ। ବଶିଷ୍ଠ ମୁନି ଅଗ୍ରତେ ରୋଦନ କରିଲେ, ଧନ ଧାନ୍ୟ ଲକ୍ଷ୍ମୀ ମୋ ଗୃହରେ ବସନ୍ତି। କିନ୍ତି ସନ୍ତାନ ଲକ୍ଷ୍ମୀ ମୋ ଗୃହରେ ନ ଆସୁ, କିଛି ସନ୍ତାନ ମୋ ଗୃହରେ ନ ଆସନ୍ତି। ତେଣୁ ନିଜେ ଦଶରଥ ଯେତେବେଳେ ଯାଇକରି ତାଙ୍କୁ ଗୁରୁଦେବଙ୍କୁ ଜଣାଇଛନ୍ତି, ସେଇଠି ତାଙ୍କର ଆଶୀର୍ବାଦ ଆସିଛି। ତେଣୁ ସପ୍ତମରେ ବିଜୟଲକ୍ଷ୍ମୀ, ଜୟଲକ୍ଷ୍ମୀ। ଅନେକ ଲୋକଙ୍କ ପାଖରେ ସବୁ ସାଧନ ସାମଗ୍ରୀ ଥିଲେ ମଧ୍ୟ କୌଣସି କାମରେ ସଫଳତା ପାଇନଥାନ୍ତି। ବୁଝିବାକୁ ହେବ ଯେ ଜୟଲକ୍ଷ୍ମୀଙ୍କ ଅଭାବ, ଉଦ୍ଦେଶ୍ୟ ଉତ୍ତମ, କର୍ମପଥା ଉତ୍ତମ ହେଲେ ସେ ଜୟଲକ୍ଷ୍ମୀ ମିଳନ୍ତି। ଜ୍ଞାନ ଓ କର୍ମ ଭକ୍ତିର ଶାଣିତ ହେଲେ ବିଜୟଲକ୍ଷ୍ମୀ ମିଳନ୍ତି। ଜ୍ଞାନେଶ୍ୱର ଯୋଗେଶ୍ୱର କୃଷ୍ଣ ଓ କର୍ମବୀର ଅର୍ଜୁନଙ୍କ ମିଳନରେ ଜୟଲକ୍ଷ୍ମୀ ପ୍ରାପ୍ତ ହୁଏ। ତେଣୁ ଆମର ଗୀତାର ଅଛି, ଯତ୍ର ଯୋଗେଶ୍ୱର କୃଷ୍ଣ ପାର୍ଥ ଧନୁର୍ଦ୍ଧର ତତ୍ର ଶ୍ରୀ ବିଜୟଭୂତି ଧ୍ରୁବାନୀତି ମର୍ମମ। ଗୀତାର ହଉଛି ଶେଷ ଶ୍ଲୋକ, ଯୋଉଟା କି ପ୍ରଥମରେ ଆମ ଅଛି ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ସମବେତ ଯୁତ୍ସବ ମାମ କାହା ପାଣ୍ଡବଶ୍ଚ କିଙ୍କିର ସଦୈବ। ତେଣୁ ଆମର ଧର୍ମ ହଉଛି, ଗୀତାର ହଉଛି ଗୀତ ବନ୍ଦେ ଗୀତା ମାହାତରୁ ଆରମ୍ଭ ହେଇଛି ଧରେ, ସରିଛି ଶେଷରେ, ଯତ୍ର ଯୋଗେଶ୍ୱର କୃଷ୍ଣ ପାର୍ଥ ଧନୁର୍ଦ୍ଧର ତତ୍ର ସେ ବିଜୟଭୂତି ଧ୍ରୁବାନୀତି ମମ। ତେଣୁ ଏଇ କୁହାଯାଇଛି। ତେଣୁ ଦୁର୍ଯ୍ୟୋଧନକୁ ଗାନ୍ଧାରୀଙ୍କ ପୁତ୍ର ଦୁର୍ଯ୍ୟୋଧନକୁ ଯୁଦ୍ଧ ପୂର୍ବ ଆଶୀର୍ବଚନ ଯାଓବାରେ ଯାଅ ବୀର ରଣେ ଘେନ ଜନନୀର ଆଶୀର୍ବାଦ ବରା ଭୟ ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ। ଧର୍ମର ହେଉ ଜୟ। ଦୁର୍ଯ୍ୟୋଧନକୁ ଯୋଉ ଆଶୀର୍ବାଦ ଗାନ୍ଧାରୀ ସେ ନିଜେ ଦେଇଛନ୍ତି ଯେ ଅକ୍ଷୟ ହେଉ ପୁଣ୍ୟ ଧର୍ମର ହେଉ ଜୟ। ଜୟ ଲକ୍ଷ୍ମୀ ପୁଣ୍ୟସ୍ଥିତା ଧର୍ମାଶ୍ରୟୀ। ତେଣୁ ଅଷ୍ଟମ ହେଉଛନ୍ତି ଭାଗ୍ୟଲକ୍ଷ୍ମୀ। ଏଇ ଭାଗ୍ୟଲକ୍ଷ୍ମୀ ବା ରାଜ୍ୟଲକ୍ଷ୍ମୀ। ତେବେ ମହାତ୍ମାଙ୍କ ପାଖରେ ରାଜ୍ୟ ନାହିଁ କି ସେ ରାଜା ନୁହନ୍ତି, କିନ୍ତୁ କୋଟି ହୃଦୟର ରାଜା ସମ୍ରାଟ ଯେପରି ଗାନ୍ଧୀ ରାଜ୍ୟଲକ୍ଷ୍ମୀ, ଭାଗ୍ୟଲକ୍ଷ୍ମୀ ସମ୍ପନ୍ନ ବ୍ୟକ୍ତି ହିଁ ରାଜା ରାଜା ରାମ ରାମ ରାମ। ଏ ସଂସାରରେ
कौन सी व्यक्ति नहांती जहाँ पाखरे ये अष्टलक्ष्मी गोटी नथिबे किंतु तांको उपभोग न करी उपयोग करवा आम उपर निर्भर। ये 8 लक्ष्मी तो श्रीहरि विष्णुकर से ही एकमात्र उपभोक्ता आउ आमे समस्ते उपयोगकारी उपयोगकर्तारू उपभोक्ता होई गले लक्ष्मी छाड़ी पड़े जाते। मनुष्य हुए लक्ष्मी छड़ा केतेबेले कहीं जेतेबेले जे लक्ष्मी की संतुष्ट कर न पारती लक्ष्मी को आदर्श को अनुसरण कर से लक्ष्मी छड़ा हुंती। जहाँ को आम दरिद्र कहू तांको पाखरे मध्य ये अष्ट लक्ष्मी गोटे दुईटी अच्छी तो दरिद्र नारायण लक्ष्मी को पूजा करा जाए किंतु दरिद्र नारायण को सेवा करा जाए। यह कले ही जीवन रो धारा दरिद्र नारायण रु लक्ष्मी नारायण हो जावा संपन्न हुए। पूरा संसार प्रभाव दरिद्रता संपन्नता दिगरे जीवन रे सुखिलापन रस घन दिगरे मनुष्यत्व देवत्व दिगरे साधारण जीव जंतु को जीव जीवन दिगरे चलवा लक्ष्मी को अनुग्रह रु एथि मार्गशीर मासर लक्ष्मी पूजा मार्गशीर लक्ष्मी नारायण को मास लक्ष्मी जेउठी नारायण सेठी लक्ष्मी सेठी जेउठी शुद्धता जेउठी शुभ्रता जेउठी पवित्रता तेणु से लक्ष्मी पद्मवासिनी पद्मालया पद्महस्ता पुत्री तांको घर श्रीमंदिर तांको क्षेत्र श्रीक्षेत्र तांको प्रसाद महाप्रसाद तांको प्रतिनिधि गृह लक्ष्मी थिवारु गृह हेउछि श्रीमंदिर गृहांगना लिपापोछा करी पीठो पुरुष चित्ता लिखे मार्गशीर गुरुवार लक्ष्मी का आवाहन पूज्य पिठा हाँ सरी से अन्न भोजन करी लक्ष्मी देवा परिचित कर गृह लक्ष्मी संपादित हुए। लक्ष्मी पूजा पर्व लक्ष्मी स्तुति करा जाए। श्री सूक्त इंद्रकृत लक्ष्मी सूत्र आदि लक्ष्मी पुराण ओडिया घरे घरे निश्चित पूजा करा जाए। जगन्नाथ बलभद्र महालक्ष्मी श्रिया चंद्राणी के माध्यम पुराण सारा विश्व एक जातिगत विश्व असारता विश्व मानविकता सर्वजन संप्रीतिर वार्ता प्रचार करे। पंचशखा जुगर ज्योतिर संवाहक बलराम दास विरचित लक्ष्मी पुराण सूचाई दिए जे श्रीमंदिर उपलब्ध महाप्रसाद जाति देवन निर्विशेष समस्तंकर ग्रहणीय प्रभु समस्तंकर से पतित पावन लक्ष्मी लोकमाता माँ माता पाखरे संतान पाई जाति अजाति किसी आसव कुआड़ू तेणु समाज और सामाजिक चलचरणी क्रिया प्रत्येक जगत आदर्श उत्साहित करी ये सब भी करने लक्ष्मी पूजा बड़ पर्व आउ कि ना। लक्ष्मी पूजा आम समस्त सामाजिक जीवन प्रतिच्छेद मात्र आम आध्यात्मिक जीवन परिपोषक तेणु यही पर्व आम आचार शुद्धता रक्षा करे तेणु सर्वादु पालनीय। सर्वे होचिन सर्वे सन्तु निरामया सर्वे भद्राणि पश्यन्तु मां कश्चित् भागवत ओम शांति शांति।